କାହାଣୀ ଗୋଟିଏ ରାତିର। ଅଙ୍କାବଙ୍କା ପାହାଡ଼ିଆ ରାସ୍ତାରେ ବସ୍ଟି ସଫଳ ଗତିରେ ଆଗେଇ ଯାଉଥିଲା। ଚତୁର୍ଦିଗର ସୌନ୍ଦର୍ଯ୍ୟ ଖୁବ୍ ଆକର୍ଷଣୀୟ ଓ ମନୋରମ। ବଡ଼ ବଡ଼ ପାହାଡ଼ଗୁଡ଼ିକ ମୁଣ୍ଡ ଟେକି ଯେପରି ନୀଳ ଆକାଶକୁ ଛୁଇଁ ଯାଉଥିଲେ। ବୃକ୍ଷଗୁଡ଼ିକ ଯେପରି ସବୁଜ ରଙ୍ଗର ଚାଦରରେ ଢାଙ୍କି ହୋଇଛି। ବସ୍ ଭିତରେ ଥିଲେ 4 ଜଣ ପୌଢ଼ ବ୍ୟକ୍ତି, ଯିଏ ଥିଲେ ଲୀଳାବତୀ କଲେଜର ଅଧ୍ୟାପକ। ସାଙ୍ଗରେ ଥିଲେ 50 ଜଣ ଉଚ୍ଚ ଶିକ୍ଷା ଅନୁଷ୍ଠାନର ଛାତ୍ର। ଉଦ୍ଦେଶ୍ୟ ଏ ଧୂମ୍ର ପାହାଡ଼ କୋଳରେ ବଣଭୋଜି କରିବା। 350 କିଲୋମିଟର ଦୂରରୁ ଧାଇଁ ଆସିଛନ୍ତି ସେମାନେ। ତମ୍ବୁ ଟାଣି ରାତ୍ରି ଯାପନ କରି ପ୍ରଭାତରୁ ଏ ଧୂମ୍ର ପାହାଡ଼ର ଶୋଭାକୁ ଦେଖିବେ। ଏ ଜଙ୍ଗଲ ଭିତରେ ଥିବା ଝରଣାର ସ୍ନାନର ମଜା ଉଠାଇବେ। ନିର୍ଦ୍ଦିଷ୍ଟ ସମୟରେ ବସ୍ଟି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ସାରିଥିଲା। ଜାଗାଟି ଅତ୍ୟନ୍ତ